ଆପଣମାନେ ଜାଣିଛନ୍ତି କି ଅରାନ୍ଧିଆ ପର୍ବ କାହିଁକି ପାଳନ କରାଯାଏ? ଆମର କୃଷ୍ଣ ଯେତେବେଳେ କାଳିଆ ଦଳନ କରିବା ପାଇଁ ଯାଇଥିଲେ ସେଦିନ ସବୁ ଯାଇକି ସେଠି ଦେଖୁଥିଲେ। ତ ସେଦିନ ରୋଷେଇ ହେଇନଥିଲା, ସମସ୍ତଙ୍କ ଘରେ ଚୁଲି ବନ୍ଦ ହେଇଯାଇଥିଲା, ରୋଷେଇ କରିବା ବନ୍ଦ ହେଇଯାଇଥିଲା। ତ ସେଇଦିନଠୁ ତାକୁ ଅରାନ୍ଧିଆ ପର୍ବ ବୋଲି କୁହାଯାଇଛି। ଆଉ ସେଇଟା ଆମର ପଡ଼େ ବଡ଼ ଏକାଦଶୀ ଦିନ ପଡ଼େ ଭାଦ୍ରବ ମାସରେ। ଆଉ ସେଇଦିନ ଲୋକମାନେ ସବୁ ତା ପୂର୍ବ ଦିନ ରାତିରୁ ଉଠିକି ଲୁଗାପଟା ଧୋଇ ପରିଷ୍କାର ହୋଇକି ରୋଷେଇବାସ କରିଥାନ୍ତି। ଆଉ ତାପରେ ତାଙ୍କର ଚୁଲି ପୂଜା ହୁଏ, ତା ପରଦିନ ସକାଳେ ଚୁଲି ପୂଜା ହୁଏ। ତାପରେ ଠାକୁରଙ୍କ ପାଖରେ ସମର୍ପଣ କରାଯାଏ। ଆଉ ଝୋଟି ପକାଯାଏ ଅରୁଆ ଚାଉଳ ଚୁନାରେ। ଆଉ ସାପଙ୍କର ଚିତ୍ର କରାଯାଏ, ଚୁଲିଟା ପୂଜା ହେଇଥାଏ। ତାପରେ ସମସ୍ତେ ବସିକି ଖାଇଥାନ୍ତି। ତ ଅରାନ୍ଧିଆ ପର୍ବ ସେଇଥିପାଇଁ ପାଳନ କରାଯାଏ। ଇଏ ବେଶୀ ବାଲେଶ୍ୱରରେ ବେଶୀ ପାଳନ କରାଯାଏ। ଆଉ ମୁଁ ବାକି ଅଲଗା ଆଡ଼େ ଜାଣିନି, କିନ୍ତୁ ଆମର ଏଇପଟ ସାଇଡ଼ରେ ବହୁତ ଜୋରରେ ପାଳନ କରାଯାଏ। ଆଉ ଆମେମାନେ ସମସ୍ତେ ତାକୁ ମାନୁ। ବର୍ତ୍ତମାନ ମୁଁ ପୁରା ରେଡ଼ି ହେଇଗଲିଣି ରୋଷେଇ କରିବା ପାଇଁ। ରାତିରେ କ'ଣ ରୋଷେଇ କରିବି ଚିନ୍ତା କରୁଛି। ଆଉ ଆମର ତ ନିହାତି ଯେଉଁଟା ଦରକାର ସେଗୁଡ଼ା ଆଜି ରୋଷେଇ ହେବ। ନିହାତି ଯେଉଁ ଜିନିଷ ଦରକାର ମୁଖ୍ୟତଃ କଲରା ଭଜା, ଆଉ ଗୋଟେ ଖଟା ହୁଏ, ଆଉ ସୁଜନା ଶାଗ, ଏଇ ତିନିଟା ତ ନିହାତି ଜରୁରୀ। ତାପରେ ଆଉ ଯିଏ ଯାହା କରିପାରିବ। ମୁଁ ଏଥିରେ ପତୁଆ ରଖିଛି, ଫୁଲକୋବି ତରକାରୀ କରିବି ରାତି ପାଇଁ। ଦେଖନ୍ତୁ ସୁଜନା ଶାଗ ପୁରା ରେଡ଼ି କରିଛି। ଆଉ ସୁଜନା ଶାଗ ନିହାତି ଦରକାର। ଅରାନ୍ଧିଆରେ ଏଇସବୁ 3-4ଟା ଜିନିଷ ଲାଗେ। ଆଉ ବିନା ପିଆଜ ରସୁଣରେ ହିଁ ରୋଷେଇ ହେବ। ତ ମୁଁ ସୁଜନା ଶାଗ ପାଇଁ ମୁଁ ଏମିତି ଜହ୍ନି, ବୋଇତାଳୁ, ଭେଣ୍ଡି ଏମିତି ସରୁ ସରୁ କରି କାଟିକି ରଖିଛି। ପତୁଆ ପାଇଁ ବି ଭଣ୍ଡା ସୋରିଷ ବଟା ବି ରେଡ଼ି କରିବି, ତା ପାଇଁ ବି ରଖିଛି ରେଡ଼ି କରି। ଏବେ ପ୍ରାୟ ରାତି 12ଟା ହେଇଗଲାଣି। ମୁଁ ତ ଭାତ ବସାଇ ଦେଲିଣି, ଆଉ ସବୁ ପରିବାପତ୍ର ସବୁ ରେଡ଼ି କରିକି ରଖିଦେଇ ସାରିଲିଣି କ'ଣ ରୋଷେଇ କରିବି ବୋଲି। ଆଉ ତ ଏବେ ପୁଣି କଲରା ଭଜା ବି ଆରମ୍ଭ କରିଦେଲିଣି। ମୋର ସବୁ ରୋଷେଇ ସରୁ ସରୁ ପ୍ରାୟ 2:30ଟା ହେଇଗଲା। ତ ମୁଁ ପୁଣି ସକାଳକୁ ଅପେକ୍ଷା କରିଛି। ସବୁ ଫାଇନାଲି ମୋର ସରିଗଲାଣି। ତ ଏବେ ପ୍ରାୟ 10:30ଟା ହେଇଗଲାଣି ସକାଳ। ତ ଏବେ ମୁଁ ପୂଜା ଆରମ୍ଭ କରିସାରିଲିଣି। ଦେଖନ୍ତୁ ଚୁନା ଚାଉଳରେ ମୁଁ ସାପଙ୍କ ଚିତ୍ର ତିଆରି କରୁଛି। ଆଉ ନାଗ ସାପର ଚିତ୍ର କରାଯାଏ। ତାପରେ ଦୀପ, ଧୂପ, ଟଗର ଫୁଲ ଏମିତି ସବୁ ଦେବି। ତାପରେ ଯାହା ସବୁ ରୋଷେଇ କରିଥିଲି ତାକୁ ସବୁ ମିଶାଇକି ଠାକୁରଙ୍କ ପାଖରେ ଅର୍ପଣ କରିବି। ମାନେ ହାଣ୍ଡିଶାଳରେ ଚୁଲି ପୂଜା କରିସାରିଲିଣି। ଏବେ ତା ଦୀପ ଧୂପ ସହିତ ତାଙ୍କୁ ପୂଜା ଅର୍ଚ୍ଚନା କରିବି। ତାପରେ ଚନ୍ଦନ ବି ଲଗାଇ ଦେଲେଣି। ଆଉ ଫାଇନାଲି ମୁଁ ପୂଜା କରିସାରିଲିଣି। ଏବେ ଭୋଗ ଲଗାଇଦେବି। ଭୋଗ ଲଗାଇ ଦେଇ ସାରିଲା ପରେ ଆମେ ସବୁ ବସିକି ଫ୍ୟାମିଲି ମିଶିକି ଖାଇବୁ। ଆଉ ଏଇ ଅରାନ୍ଧିଆ ପର୍ବଟି ଆପଣମାନଙ୍କୁ କେମିତି ଲାଗିଲା ମୋତେ ନିହାତି କହିବେ। ଆଉ ମୋତେ ଆଜି ବହୁତ ଖୁସି ଲାଗୁଛି। ଆଉ ଆଜିକାର ପଖାଳ ଭାତ ବହୁତ ଟେଷ୍ଟ ଲାଗେ। ଆଉ ଯେହେତୁ ଏଇଟା ପୂଜା ହେଇଥାଏ, ଯଦି ଆପଣମାନଙ୍କୁ ଭଲ ଲାଗିଛି ତାହେଲେ ନିହାତି ଏଇଭଳିଆ ମୋ ଭିଡ଼ିଓକୁ ଦେଖନ୍ତୁ। ମୋ ରବିରାଜ ବି ବସିକି ଖାଉଛନ୍ତି, ସେମାନେ ବି ୱେଟ୍ କରିଥିଲେ। ତ ରହିଲୁ, ବାଏ ବାଏ।